ତୁମକୁ ରାମ ଆକଣ୍ଠ ଭିତରେ ଚିତ୍କାର କରି କହୁଛି, ଯଦି ମୋ ସୀତାଙ୍କୁ ତୁମେ ଦେଖିଛ ତାଙ୍କର ସମ୍ବାଦ ମତେ ଟିକେ ପ୍ରଦାନ କର। ସୀତାଙ୍କର ସମ୍ବାଦକୁ ଶୁଣି ମତେ ଟିକେ ହାସୁ ହାସୁ ପ୍ରଦାନ ହେଉ। हे मयूर आदि पक्षी सीताଙ୍କୁ के अछ देखी ଦେଖିଥିଲେ ପ୍ରିୟ କହି କାହିଁ ଗଲା ମୋର ସହି ଅରଣ୍ୟରେ ଥିବା ସମସ୍ତ ପର୍ବତ ଚାରୁଲତା ଉଦ୍ଭିଦ ମାନେ ତୁମେ ମାନେ ଯେମିତି ଫଳ ପୁଷ୍ପରେ ସୁଶୋଭିତ ହୋଇଛ, ମୋ ନିକଟରେ ସୀତା ନାହିଁ ବୋଲି ମୋ ସ୍ୱଭନିକ ହୋଇ ପଡ଼ିଛି। ତୁମକୁ ମୁଁ ନିବେଦନ କରୁଛି, ତୁମେ ମାନ ତ ଏଠାରେ କାଳ ବିଖାଳ ରହିଅଛ ନା, ଯଦି ମୋର ସୀତାଙ୍କୁ ତୁମେ ଦେଖିଥାଅ କେବଳ ତାଙ୍କର ବାର୍ତ୍ତା ମତେ ଟିକେ ପ୍ରଦାନ କର। ରାମ ତୁମ ଠାରୁ ଆଉ କିଛି ବି ଚାହୁଁନାହିଁ। ବିମ୍ବ ଶ୍ରୀ ଘନ ଘନା ସୁଷମା ଚାରୁ ସୀତାଙ୍କର ରୂପ ବର୍ଣ୍ଣନା କହୁଛି। ମୋ ସୀତାଙ୍କର ସୁନ୍ଦରୀମା ଏତେ ଉତ୍କୃଷ୍ଟ ଯେ ଯୋଗିଷ୍ଠ ମୁନି ଋଷି ମାନଙ୍କର ଧ୍ୟାନ ଭଗ୍ନ ହୋଇଯାଏ। ଶହେ କନ୍ଦର୍ପଙ୍କର ସ୍ତ୍ରୀ ରତି ସୁନ୍ଦରୀମା ତା ଆଗରେ କିଛି ବି ନୁହଁ। କୁହ ପର୍ବତର ଉନ୍ମୁଖ ସାକ୍ଷୀ ମାନେ ସୀତାଙ୍କୁ କିଏ ଦେଲା? ସୀତାଙ୍କୁ ମୋ ଠାରୁ କିଏ ଅଲଗା କଲା? ପୁଛି ପୁଛି ରଘୁବୀର ବସିଲେ ଗିରି କନ୍ଦରରେ ଅନେକ ସ୍ଥାନ ଖୋଜିଲେ ମନ ଚରେ ପୁଛା କଲେ
କାହିଁକି ବୁଲୁଛ? ତୁମେ କିଏ? ତୁମକୁ କଣ ଏଇ ନିଘଞ୍ଚ ଅରଣ୍ୟ ମଧ୍ୟରେ ଅସୁର ମାନଙ୍କୁ ଭୟ ନାହିଁ? ବିଧାତା କିଏ? ତୁମର ପରିଚୟ କଣ? ବିଧାତା ଏ କଣ ମୁଁ ଦେଖୁଛି? ତୁମ୍ଭେ ଏଇ ଅରଣ୍ୟ ମଧ୍ୟରେ ବୁଲୁଛ ବାତୁଳ ପ୍ରାୟ। ମୁଁ ମଧ୍ୟ ବୁଲୁଛି। କହିପାରିବ? ତୁମେ କହିପାରିବ ମୁଁ କିଏ? ପ୍ରଭୁ କାହିଁକି ଏମିତି କଣ କହୁଛନ୍ତି ସୁରଭ ଦେବ? ଏ ଲକ୍ଷ୍ମଣ କହୁଛନ୍ତି ସୁରଭ ଦେବ। ଏ ସର୍ବଜ୍ଞ ଅଟ ତୁମ୍ଭେ ପ୍ରଭୁ ରାଘବ ହେ। ପ୍ରଭୁ ଆରେ କିଏ କାହାର ପ୍ରଭୁ? କାହିଁକି ଏମିତି ବାତୁଳ ଉପରେ ଅଭିନୟ କରୁଛନ୍ତି? ମୁଁ ବାତୁଳ? ପ୍ରଭୁ ତୁମର କଥା ଶୁଣି ଲାଗୁଛି ତୁମେ ବାତୁଳ। ପ୍ରଭୁ ଯଦି ବାତୁଳ ନ ହୋଇଥାନ୍ତ ତାହେଲେ ଅରଣ୍ୟରେ କ୍ରନ୍ଦନରତ ଭାବରେ ବୁଲିଥାନ୍ତ। ପ୍ରଭୁ ମତେ ପ୍ରତୀତ ହେଉଛି ତୁମେ ବାତୁଳ। ନାହିଁ ପ୍ରଭୁ। ଆରେ ମୁଁ କିଏ କୁହ? ପ୍ରଭୁ ତୁମକୁ ବାରମ୍ବାର ପଚାରୁଛି ତୁମେ କିଏ ଏବଂ ମୁଁ କିଏ? ପ୍ରଭୁ ଆପଣଙ୍କର ସର୍ବଜ୍ଞ। ଆପଣ ତ ହେଉଛନ୍ତି ଦଶରଥ ନନ୍ଦନ, କୌଶଲ୍ୟ ନନ୍ଦନ। ପ୍ରଭୁ ଆପଣ ହେଉଛନ୍ତି ରାଘବ। ପ୍ରଭୁ ଆପଣ ଯଦି ଏମିତି ବାତୁଳ ପ୍ରାୟ ହେବେ ତାହେଲେ ଲକ୍ଷ୍ମଣ କଣ ହେବ? ପ୍ରଭୁ ତୁ କେବଳ ଲକ୍ଷ୍ମଣ ପ୍ରତିଭାସ। ତୁ କେବଳ ଲକ୍ଷ୍ମଣ ପ୍ରତିଭାସ। ଲକ୍ଷ୍ମଣ ମୋର ନାମ, ଲକ୍ଷ୍ମଣ ମୋର ନାମ, ଶ୍ରୀରାମ ଦାସ ହେ। ଓ ତୁମେ କହିବା ଅନୁସାରେ ମୁଁ ରାଘବ। ଯଦି ମୁଁ ରାଘବ ତୁମେ ତୁମେ କିଏ? ପ୍ରଭୁ ଆପଣଙ୍କର ଦାସକୁ ଆପଣ ଚିହ୍ନିବାରେ ଅସକ୍ଷମ ହେଉଛନ୍ତି। ଆରେ କିଏ କାହାର ଦାସ? ମୁଁ ବାରମ୍ବାର କହୁଛି ମୁଁ କିଏ? ତୁମେ କହିଲ ମୁଁ ରାଘବ। ହେଲେ ତୁମେ କିଏ? ପ୍ରଭୁ ମୁଁ ହେଉଛି ଆପଣଙ୍କର ନିତ୍ୟ ସେବକ ଏ ଲକ୍ଷ୍ମଣ। ପ୍ରଭୁ ଆପଣଙ୍କର ଦାସାନ ଦାସ ଲକ୍ଷ୍ମଣ। କିମ୍ବା ଏ ବନେ ବୁଲ ରାମ ବୁଝିଲେ ସୀତା କୁଳରୁ ଛୁଲ କଣ କହିଲେ? ତାହେଲେ ତୁମେ କହିବା ଅନୁସାରେ ମୁଁ ରାଘବ ଏବଂ ତୁମେ ଲକ୍ଷ୍ମଣ। ତାହେଲେ ନିଘଞ୍ଚ ଅରଣ୍ୟ ମଧ୍ୟରେ ବାତୁଳ ପ୍ରାୟ କାହିଁକି କ୍ରନ୍ଦନରତ ହୋଇ ବୁଲୁଛ? ପ୍ରଭୁ ଆମେ ପରା ମା ସୀତାଙ୍କୁ ଖୋଜି ବୁଲୁଛେ। ସୀତା? ରାମ ବୋଲଇ ସୀତା କେନା ସନ୍ଦେହ। ଲକ୍ଷ୍ମଣ ବୋଲୁ ଯେ ଜନକ ଝିଅ ହେ। ଏ ଟିକେ ପୂର୍ବରୁ ତୁମେ କହୁଥିଲ ମୁଁ ବାତୁଳ ପ୍ରାୟ ବୁଲୁଛି, ପ୍ରଭୁ କିନ୍ତୁ ମତେ ପ୍ରତୀତ ହେଉଛି ତୁମେ ଏକ ପାଗଳ। ପ୍ରଭୁ ତୁମେ କହିଲ ମୁଁ ରାଘବ, ତୁମେ ଲକ୍ଷ୍ମଣ। ମୁଁ ପୁନଶ୍ଚ ତୁମକୁ ପଚାରିଲେ ଅରଣ୍ୟ ମଧ୍ୟରେ ଆମେ କାହିଁକି ବୁଲୁଛେ? ତୁମେ କହୁଛ ସୀତାଙ୍କୁ ଖୋଜୁଛେ। ସେ ସୀତା ପୁଣି କିଏ କହିପାରିବ? ସିଏ ହେଉଛନ୍ତି ମା ମିଥିଳା କଟକର ରାଜର୍ଷି ଜନକଙ୍କର ପାଳିତ କନ୍ୟା ସୀତା, କୈକେୟୀ, ଯୋଜନଗନ୍ଧା, ପାର୍ଥବୀ, ମା ଜାନକୀ ମଧ୍ୟ। ଆପଣ ମାଙ୍କୁ ଚିହ୍ନି ପାରୁନାହାନ୍ତି ପ୍ରଭୁ। ହେ ହେ ହେ, ସିଏ ଗୋଟେ ପାଗଳ। ପ୍ରଭୁ ତୁମେ କହୁଥିଲ ଟିକେ ପୂର୍ବରୁ ସୀତାଙ୍କୁ ଖୋଜୁଛ, ପାର୍ଥବୀ, ବୈଦେହୀ, ଯୋଜନଗନ୍ଧା, କେତେଟା ମାକୁ ତୁମେ ଖୋଜୁଛ? ମତେ ଲାଗୁଛି ତୁମେ ଏକ ପାଗଳ। ଲକ୍ଷ୍ମଣ ମନେ ପଡିଲା, ତୁ ଯୋଉ ସୀତାଙ୍କୁ ଖୋଜୁଛୁ ନା, ମୋର ମନେ ପଡୁଛି ଲକ୍ଷ୍ମଣ। ଜାନକୀ କାହିଁ ଅଛୁ ସୁନ୍ଦରୀ। ଜାନକୀ କାହିଁ ଅଛୁ ସୁନ୍ଦରୀ। ଅରଣ୍ୟରେ ବୁଲେ ମୁଁ ବାତୁଳ କରି ରେ। ଶ୍ରୀରାମ ଲକ୍ଷ୍ମଣଙ୍କୁ କହି ଜଟତି। ଏ ବନରେ ଦେଖିଲି ଜନକ
आमे जो सीतांकु पाटुल प्राय अरण्य मध्य खोजुचे हाँ प्रभु तांकु मु एई बनरे देखिछि लक्ष्मण। देखिछन्ति आपण मासी हाँ केउठारे प्रभु केउठारे नुह लक्ष्मण प्रभु ए संसार रे सीता आउ जीवित शुणिबु शुणिबु से सीतार वार्ता ताले मु कहूची सुन धैर्य अच्छी लक्ष्मण कौन करी प्रभु ताले मु कहूची सुन लक्ष्मण ए अरण्यर समस्त जीव उद्भिद पशु पक्षी माने तोर सीतांकु खंड सीता को देखिली केसरी ठारे सीता को देखिली केसरी ठारे मत हास प्रकाश कुसुम घरे शुणिबु जो सीतांकु तो पाटुल प्राय मा मा बोली संबोधन करी अरण्य रे बुलुछु से सीता को ए बनर राजसिंह तार कटी प्रदेश को सौंदर्य द्विगुणित करिपा पाई तो मार कटी प्रदेश को हरण करी नहीं जाइछि आउ तो मार सेई मंद हास्य को जो मुखरे प्रस्फुट होइत होई तते पुत्र पुत्र बोली संबोधन करुथिला सेई मंद हास्य को देख देख लक्ष्मण प्रस्फुटित थिबा पुष्प माने चोखी खरी नहीं जाई बालकु रंग नेत्री चंपक कांति चंपक कांति बालकु रंग चंपक कांति चंपक कांति कोकिल बाणी करी बरर गति आउ मध्य कहूची सुन लक्ष्मण तोर सीतार से सौंदर्यपूर्ण उत्कृष्टमय चक्षुकु जो चक्षुकु देखिले समस्त जोगी मानकर तपस्या खंडन हो जाए से दुईटी चक्षुकु हरिण छुआ माने हरण करी नहीं छंती तांकर सौंदर्य को आहुति द्विगुणित करिबा पाए आउ तो मार कंठकु सुमधुर कंठकु हरण करी नहीं बसंत राज कोकिल तार बाणी को आहुरी सुंदर करिबा पाई आउ तो मार चाली को हस्ती माने हरण करी नहीं छंती तांको सौंदर्य को वृद्धि करिबा पाई रे लक्ष्मण सीताकु माने दे माटी रे आनंद होई रे चंद्र उदय देखी कौशल्या लक्ष्मणे बोलती सतरु तल हे तो माता जीवित अवस्था नहीं लक्ष्मण प्रभु ए अरण्य रे थिबा प्रत्येक जीव उद्भिद माने तो माँ को खंड विखंडित करी बांटी नहीं जाई छंदे रे लक्ष्मण आउ काहे की क्रंदन करूछु लक्ष्मण हे लक्ष्मण अरे मते कष्ट अनुभूत हेउछ रे लक्ष्मण सूर्यंकर प्रचंड रौद्र ताप रामर शरीर को तद्धिभूत करूछि लक्ष्मण मते को वृक्ष तळକୁ नहीं चाल लक्ष्मण मते को वृक्ष तळକୁ नहीं चा सूर्य किरण बड़ तापित करे बे तापित करे लक्ष्मण बोले सूर्य लक्ष्मण बोले सूर्य काहिला चले यथाशीघ्र वृक्ष तळକୁ नहीं चाल लक्ष्मण अरे काहे की विलंबित करूछु तते मु कहूची प्रचंड रौद्र ताप मते दग्धीभूत करिबारे लागिछि तू स्थानु बोले ठिया हो प्रभु आपण होउछथि ये तो होउछि रात्र काल रात्र काल सूर्य की पर उदित होबे प्रभु आपण जदि अस्त्र होबे ए दास होबे कोन हम भाबी अछि तो प्रभु लक्ष्मण
ये हूँ चंद्रमा ହଁ ପ୍ରଭୁ ये हूँ चंद्रमा ये शिशुतर ज्योत्स्ना हे चंद्र उदय देखी कुरंग धारी एबे कुरंग धारी आए ताहाकु चाहि राम विराम करिले ताहाकु रंग नेत्री चंद्रमा मुखी आए केने घरु जानकी मो प्राण सखी हे हरे लक्ष्मण ये हूँ चंद्र किंतु ये सीतांकर विच्छेद ये रामर शरीर को एते क्षीण कर सारी ये चंद्रमार सुजीतर ज्योत्स्ना मते सूर्यंकर प्रचंड रौद्र ताप सदृश होउचंदी हे लक्ष्मण देख 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 चंद्र पृष्ठ रे बसी तो मां मते हाथ तारी स्वामी मो निकट को आसंतु हे लक्ष्मण तते मैं आकुल निवेदन करूची रे मते से चंद्र पृष्ठ को नहीं जा मते से सिद्धांत को नहीं जा हे पिता निधन मुनि राज विनाश हे तोते घेरी नगली अरण्ये बास रे हे कष्ट मान सह्य हेला गो देही हे जानकी विच्छेद जानकी विच्छेद सही नही हे लक्ष्मण रात्र पाइले अयोध्या राज सिंहासन रे अभिषिक्त होइतांती मो मस्तकरे शोभा पाउथिबा अयोध्यार राजमुकुट किंतु भाग्यर विडंबना पितृ सत्यକୁ ବାଧ୍ୟ କରି ପିତୃ ସତ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ତତେ ଏବଂ ସୀତାକୁ ଧରି ଅରଣ୍ୟକୁ ଆସିଲି ହେଲେ ମୋ ରାମ ମନରେ କଷ୍ଟ ନଥିଲା ଜାଣୁ କାରଣ ତତେ ଆଉ ତୋ ମାର ମୁଖ ଦର୍ଶନ କରି ସେ କଷ୍ଟ ପୂର୍ଣ୍ଣ ହୋଇଯାଉଥିଲା ରେ ଲକ୍ଷ୍ମଣ ଜାଣୁ ଗୋଟେ ପିତାର କର୍ତ୍ତବ୍ୟ ଗୋଟେ ପିତା ଚାହେଁ ତା ପିତା ତା ପୁତ୍ର ତା ପିତା ଠାରୁ ଉର୍ଦ୍ଧ୍ୱରେ ରୁହ କିନ୍ତୁ ଏ ରାମ ଏତେ ହତଭାଗା ମୁଁ ବିହୁନରେ ମୋ ପିତା ମୃତ୍ୟୁବରଣ କଲେ କିନ୍ତୁ ଏ ରାମ ସମସ୍ତ କଷ୍ଟକୁ ସହ୍ୟ କରିଥିଲା ଲକ୍ଷ୍ମଣ କିନ୍ତୁ ସେ ତାଙ୍କର ବିଚ୍ଛେଦ ରାମ ସହ୍ୟ କରିପାରୁନି ଲକ୍ଷ୍ମଣ ମତେ ଚତୁର୍ଦିଗ ଅନ୍ଧକାର ଲକ୍ଷ୍ମଣ অতি বিকলে রাম বুলন্তি বন অনঙ্গ কহে যাই রঘুনন্দন রাম হে রাম রাম হে ଲକ୍ଷ୍ମଣ ମତେ ପ୍ରତୀତ ହେଉଛି ଅରଣ୍ୟରେ ତୋ ମା ନାହିଁ ଯଦି ତୋ ମା ଥାନ୍ତା ତୋ ମାର କର୍ଣ୍ଣକୁ କଣ ଏ ପ୍ରଭୁର ହାତ ନିବେଦନ ଶୁଭନ୍ତା ଚାଲ ଲକ୍ଷ୍ମଣ ଆମେ ଅନ୍ୟତ୍ର ଯିବା ତୋ ମାର ସନ୍ଧାନ ଖୋଜିବା ଚାଲ ଲକ୍ଷ୍ମଣ मैं अंधक जीतंगु पूर्ण उछंती गौरी मैं संदेह लागिला मोते देव सुर धारी मैं गोलक नायक जेहू स्वयं
आए तू ही गाए जन्मीला नाम नीलावती आए लक्ष्मी अंशे जात जेड़ो सुंदरी महापड़े आए नारी राजा बोलाइला सर्वनारी गणे ସୁନ୍ଦର ଯେ ଲକ୍ଷ୍ମୀଙ୍କ ଅଂଶରେ ଜାତ ହୋଇଥିବାରୁ ଏ ସଂସାର ମଧ୍ୟରେ ଯେତେ ନାରୀମାନେ ଅଛନ୍ତି ନାରୀମାନଙ୍କର ରାଜା ରୂପେ ସେ ପରିଗଣିତ ହୋଇଅଛି। ହେଲେ ମୋର ଏକମାତ୍ର କନ୍ୟା ଲୀଳାବତୀ ବିବାହ ବୟସ ହୋଇସାରିଛି। ମୁଁ ମନେ ମନେ ଚିନ୍ତିତ ଏ ମନୁତ ନିଜ ମନେ ମନେ ଚିନ୍ତିତ ଚିତ୍ତ ପ୍ରକାଶ କରୁଛି ଏଭଳି ଏକ ଉପଯୁକ୍ତ ବରପାତ୍ର ରାଜକୁମାରଟିଏ ମିଳନ୍ତା ମୁଁ ମୋର କନ୍ୟା ଲୀଳାବତୀକୁ ତାରି ହସ୍ତରେ ମୋର ପଣ କରନ୍ତି। ମୁଁ କଣ କରିବି ମୁଁ ମନେ ମନେ ବିଚାର କରୁଛି ଏ ମିଳିବା ତ ସମ୍ଭବପର ନୁହେଁ। ତେଣୁ ମୁଁ ଏକମାତ୍ର କନ୍ୟା ଲୀଳାବତୀର ସ୍ୱୟଂବର ସଭାର ଆୟୋଜନ କରିବି। ଏ ମରୁତ ରାଜନ ଆଦେଶ ମୋର ଏକମାତ୍ର କନ୍ୟା ଲୀଳାବତୀ ବିବାହ ବୟସ ହୋଇସାରିଛି। ଉପଯୁକ୍ତ ବରପାତ୍ରଟିଏ ପାଇଁ ଉପଯୁକ୍ତ ରାଜକୁମାର ପାଇଁ ମୁଁ ସ୍ୱୟଂବର ସଭାର ଆୟୋଜନ କରୁଛି। ତୁମେ ଯାଅ ସମସ୍ତ ନଗରରେ ପ୍ରଚାର କରି ଆସିବ, ବେଗୁନ ବଢ଼େଇବ। ଆସନ୍ତାକାଲି ମରୁତ ନଗରରେ ରାଜା ସ୍ୱୟଂବର କରିବେ ଲୀଳାବତୀଙ୍କର ସଭା। ଯାଅ ସେଥିପାଇଁ ପ୍ରସ୍ତୁତ ହୋଇଯାଅ। ଆଜ୍ଞା ମହାରାଜ। ବରଣ ମାଳା ଧରିଣ କନ୍ୟାବାହାରେ ଲଜ୍ଜା ପାଇ ଲୋକଗଣ ବାହୁଡ଼ି କରିତେ ଜୟ ରାମ। ବହୁତ ଚିନ୍ତାର୍ଥୀ ହୋଇ ମରୁତ ରାଜନ ନାରଦ ପର୍ବତ ଋଷି ମିଳୁ ଏକ ଦିନ ମୁନିକି ରାଜନ ପୂଜା ବିଧିମାନ କରି ପଚାରିଲେ କାହିଁ ପାଇବି ଯେ ମୋର ପୁରୀ। ନାରାୟଣ ନାରାୟଣ ନାରାୟଣ। ହର ମହାଦେବ, ହର ମହାଦେବ। ଆପଣମାନେ କିଏ ସେ? ଆମ୍ଭେ ନାରଦ। ଆମେ ପର୍ବତ। ଆସିବାର ଅଭିବାହୀ ମରୁତ ମହାରାଜାଙ୍କର ସମୁଦ୍ରରେ କଣ ପାଇଁ ରାଜାଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମେ ରାଜାଙ୍କୁ ସାକ୍ଷାତ କରିବେ? ଆଜ୍ଞା। ପର୍ବତ ଋଷି ଆସିଛନ୍ତି ଆପଣଙ୍କୁ
ସାକ୍ଷାତ ନିମନ୍ତେ। ମୋତେ ସାକ୍ଷାତ କରିବେ। ଆଜ୍ଞା ମହାରାଜ। ଆସ ମୋତେ ମୋ ତାଙ୍କ ପାର୍ଶ୍ୱକୁ ନେଇ ଚାଲ। ହେ ମହାମୁନି, ରାଜନ ପ୍ରଣାମ ସୁବୋଧେ। ଆୟୁଷ୍ମାନ ମହାମୁନି, ମୋ ନଗରକୁ ଆସିବାର ଅଭିପ୍ରାୟ ପଚାର ଅଭିମୁଖ୍ୟ ନେଇ ମୋର ନଗରୀକୁ ଭ୍ରମଣ କରିବାକୁ ନାରଦ ପର୍ବତ ଋଷି ଦେଲେ କ ଉତ୍ତର ତୁ ହିତା ପାଇଁ ଆମ୍ଭେ କରିଅଛୁ ବର ମରୁତ ବୋଇଲେ କେଉଁ ରାଜନ କୁମାର ମୁନି ବୋଲେ ଆମ୍ଭେ ବେନି ହେବୁ ତାହା ବର ହେ ରାଜନ ତୁମର ଯୋଉ ଏକ ଅତୀବ ସୁନ୍ଦରୀ କନ୍ୟା ରତ୍ନ ଅଛି ତା ପାଇଁ ଆମେ ଏକ ବର ନେଇକି ଆସିଛୁ। ଆମେ ତାଙ୍କର ବର। ହେ ମୁନି ଶିଷ୍ଟ, ତୁମେ ବର ନେଇ ଆସିଛ। ହଁ ଆରେ କେଉଁ ରାଜ୍ୟର ସେ ବରପୁତ୍ର? ଆମ୍ଭେ କେଉଁ ରାଜ୍ୟର ସେ ରାଜକୁମାର? ଆମ୍ଭେ ମୁନି ନାରଦ ଏବଂ ପର୍ବତ ତାଙ୍କର ବର। ତମେ ଦୁଇ ଜଣ ଦୁଇ ମୁନି ମୋର କନ୍ୟାକୁ ବିବାହ କରିବ? ହଁ ନା, ଏକଥା କେବେ ସମ୍ଭବ ନୁହେଁ। ଯେବେ ବିଭାଗ କରିବୁ ତୋହରାଜ ସିରି କୋପାନରେ ପୋଡ଼ିଦେବୁ ଜାଣ ଧ୍ରୁବ କରି ଭୟ ପାଇ ମରୁତ ଯେ କଲା ସନ ମତ କେ ଜ୍ୟେଷ୍ଠ କନିଷ୍ଠ ମୁନି କହ ମୋ ଅଗ୍ରତ ତୁମେ ସ୍ୱୟଂ ବର କରିଥିଲ ଆମ୍ଭେ ବର ପାତ୍ର ହୋଇ ଆସିଛୁ। ଯଦି କନ୍ୟା ରତ୍ନ ନ ଦେବ ତାହେଲେ ଅଭିଶାପ କରିଦେବୁ। ଶିଷ୍ଟ ନାହିଁ, ଆପଣମାନେ ଯେତେବେଳେ ସମ୍ମତି ପ୍ରକାଶ କରୁଛନ୍ତି ମୋର କନ୍ୟାକୁ ଗ୍ରହଣ କରିବେ ତାହେଲେ ରାଜାର ଗୋଟିଏ ପ୍ରଶ୍ନ କହିପାରିବ ଆପଣ ଏ ଦୁଇ ଜଣଙ୍କ ମଧ୍ୟରୁ କିଏ ଜ୍ୟେଷ୍ଠ ଆଉ କିଏ କନିଷ୍ଠ? ନାରଦ ବୋଇଲେ ତୋର ତୁହି ତାକୁ ଆଣ ଯାହା ଠାରେ ଇଚ୍ଛା ହେବ କରିବ ବରଣ ହେ ରାଜନ ଏଥିପାଇଁ ତୁମ ପାଖରେ ମୋର ଏକ ପ୍ରସ୍ତାବ ଅଛି। ସର୍ବପ୍ରଥମେ ଅନ୍ତପୁରକୁ ଯାଇ ତୁମେ ତୁମର ଦୁଇଟାକୁ ଆଣ। ସେ ଯାହାକୁ ପସନ୍ଦ କରିବେ ସିଏ ତାଙ୍କର ବର ହେବେ। ହେଉ